ନାଇଁ ବ୍ରାହ୍ମଣ ଦମ୍ପତିଙ୍କ ଠାରୁ ଯେଉଁ ସନ୍ତାନ ଜନ୍ମ ହେଇଥିଲେ ସିଏ ହେଉଛନ୍ତି ଶଙ୍କରାଚାର୍ଯ୍ୟ। ପୁନର୍ବସୁ ନକ୍ଷତ୍ରରେ ବୈଶାଖ ଶୁକ୍ଳ ପଞ୍ଚମୀରେ ଆଦିଗୁରୁ ଶଙ୍କରାଚାର୍ଯ୍ୟ କେରଳର କାଲି ନାମକ ସ୍ଥାନରେ ଜନ୍ମଗ୍ରହଣ କରିଥିଲେ। ସେ ସମୟଟିକୁ ଆମେ ଗୋଟେ ଉତ୍ତର ବୈଦିକ ସମୟ ବୋଲି କହିଦେଇପାରିବା। ତେବେ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କର ଯେଉଁ ଜନ୍ମ ତାକୁ ନେଇ ଗୋଟେ ବିଭେଦ ମଧ୍ୟ ରହିଛି। ତାକୁ ଐତିହାସିକ ମାନେ ହୁଅନ୍ତୁ, ପୁରାଣକାର ମାନେ ହୁଅନ୍ତୁ, ଦାର୍ଶନିକ ମାନେ ହୁଅନ୍ତୁ, ତାକୁ ନେଇ ସହମତ ପ୍ରକାଶ ପାଇପାରି ନାହିଁ। କେହି କେହି କୁହନ୍ତି ଖ୍ରୀଷ୍ଟପୂର୍ବ 5000 ବେଳକୁ ଶଙ୍କରାଚାର୍ଯ୍ୟଙ୍କର ଜନ୍ମ ହେଇଥିଲା ଏବଂ ଆଉ କେହି କେହି କୁହନ୍ତି ଯେ ଖ୍ରୀଷ୍ଟାବ୍ଦ 788 ପାଖାପାଖି ସେହି ସମୟରେ ଶଙ୍କରାଚାର୍ଯ୍ୟଙ୍କର ଜନ୍ମ ହେଇଥିଲା। ତେଣୁ ଜନ୍ମକୁ ନେଇ ଗୋଟେ ବିଭେଦ ଅଛି, ମତାନ୍ତର ଅଛି।